नमस्कार बंधुगण धनु राशि जातकधारी माने आपण समस्त को आमर एही यूट्यूब चैनल को स्वागत करुछि। बंधुगण आज आपणक जीवन रे जहा घटिबाकू जाउछि ताहा आपण केबे कल्पना सुद्धा करि नथिबे। माता लक्ष्मी आपणक जीवन रे पाद रखि सारिछंती एवं जदि आपण आज ଏହି କଥାକୁ ନ ଶୁଣିବେ ତେବେ ବ୍ରହ୍ମାଣ୍ଡ ଆପଣଙ୍କ ପାଖକୁ ପଠାଇଥିବା ସବୁଠାରୁ ବଡ଼ ସଂକେତକୁ ଆପଣ ହାତଛଡ଼ା କରିଦେବେ। ଆଜି ମୁଁ ଆପଣଙ୍କୁ ଯାହା କହିବାକୁ ଯାଉଛି ତାହା କେବଳ ଏକ ସାଧାରଣ ରାଶିଫଳ ନୁହେଁ, ଏହା ହେଉଛି ସେହି ମହାଶକ୍ତିର ସ୍ୱର ଯିଏ ଆପଣଙ୍କ ଘରର ଦ୍ୱାର ଆଗରେ ଠିଆ ହୋଇଛି ଏବଂ କେବଳ ଆପଣଙ୍କର ଗୋଟିଏ ପଦକ୍ଷେପକୁ ଅପେକ୍ଷା କରିଛି। କିନ୍ତୁ ତା ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ କଥା ମୁଁ ଆପଣଙ୍କୁ ଏବେ କହିବାକୁ ଚାହୁଁଛି, ଯାହା ଏତେ ଆଶ୍ଚର୍ଯ୍ୟଜନକ ଯେ ଆପଣଙ୍କର ଲୋମ ଟାଙ୍କୁରି ଉଠିବ। ସେହି କଥାଟି ମୁଁ ଆପଣଙ୍କୁ ନିଶ୍ଚୟ କହିବି, କିନ୍ତୁ ଟିକେ ସମୟ ପରେ, କାରଣ ପ୍ରଥମେ ଆପଣଙ୍କୁ ଏହା ବୁଝିବାକୁ ହେବ ଯେ ଆଜି ପୂର୍ବରୁ ଆପଣଙ୍କ ସହ କ'ଣ ସବୁ ଘଟୁଥିଲା ଏବଂ ଏବେ କ'ଣ ବଦଳିବାକୁ ଯାଉଛି। ଗତ କେଇ ମାସ ହେବ ଆପଣଙ୍କ ଜୀବନରେ ଏକ ଅଜବ ପ୍ରକାରର ପ୍ରତିବନ୍ଧକ ବା ସ୍ଥିରତା ରହିଥିଲା। ଏମିତି ଅନୁଭବ ହେଉଥିଲା ଯେମିତି ପରିଶ୍ରମ ତ ବହୁତ ହେଉଛି, କିନ୍ତୁ ତାର ସଠିକ ଫଳ ମିଳିପାରୁନାହିଁ। ପ୍ରତ୍ୟେକ ଥର ଯେତେବେଳେ ଆପଣ ଆଗକୁ ବଢ଼ିବାକୁ ଚେଷ୍ଟା କରୁଥିଲେ, କୌଣସି ନା କୌଣସି ଜିନିଷ ଆପଣଙ୍କୁ ଅଟକାଇ ଦେଉଥିଲା। ଟଙ୍କା ପଇସା ଆସୁଥିଲା ସତ, କିନ୍ତୁ ତାହା ଅନ୍ୟ କୌଣସି କାମରେ ଖର୍ଚ୍ଚ ହୋଇଯାଉଥିଲା। ସମ୍ପର୍କ ଗୁଡ଼ିକ ମଧ୍ୟରେ ଏକ ଅଜବ ପ୍ରକାରର ଦୂରତା ସୃଷ୍ଟି ହୋଇଥିଲା ଏବଂ ସବୁଠାରୁ ବଡ଼ କଥା ହେଉଛି ଆପଣଙ୍କ ମନରେ ଏକ ଅଜଣା ଭୟ ଓ ବ୍ୟାକୁଳତା ରହିଥିଲା, ଯାହାର କାରଣ ଆପଣ ନିଜେ ମଧ୍ୟ ଜାଣିନଥିଲେ। କିନ୍ତୁ ଆଜି ସେହି ସବୁ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳିବାକୁ ଯାଉଛି। ମାତା ଲକ୍ଷ୍ମୀଙ୍କ କୃପା ଆପଣ ଭାବୁଥିବା ଭଳି ସହଜରେ ଆସିନାହିଁ। ସେ ହଠାତ୍ ଆସନ୍ତି ନାହିଁ, ବରଂ ଆସିବା ପୂର୍ବରୁ କିଛି ସଂକେତ ଦେଇଥାନ୍ତି ଏବଂ ସେହି ସଂକେତ ଗୁଡ଼ିକ କେବେ କେବେ ଏତେ ସୂକ୍ଷ୍ମ ହୋଇଥାଏ ଯେ ଆମେ ତାକୁ ସହଜରେ ଚିହ୍ନି ପାରୁନାହୁଁ। କିନ୍ତୁ ଆଜି ମୁଁ ଆପଣଙ୍କୁ ସେହି ସବୁ ସଂକେତ ବିଷୟରେ କହିବି, ଯାହା ସିଧାସଳଖ ଆପଣଙ୍କ ଜୀବନ ସହ ଜଡ଼ିତ ଏବଂ ଯାହା ପ୍ରମାଣ କରୁଛି ଯେ ଆପଣଙ୍କର ଗୃହକୁ ମାତା ଲକ୍ଷ୍ମୀଙ୍କର ଆଗମନ ହୋଇସାରିଛି। ଏହି ଭିଡ଼ିଓକୁ ଆଗକୁ ଦେଖିବା ପୂର୍ବରୁ ଗୋଟିଏ କାମ କରନ୍ତୁ। ନିଜର ଦୁଇ ହାତ ଯୋଡ଼ି ମନେ ମନେ ଲକ୍ଷ୍ମୀ ମାଙ୍କର ନାମ ନିଅନ୍ତୁ ଏବଂ କୁହନ୍ତୁ, ମୋ ଜୀବନରେ ସୁଖ ସମୃଦ୍ଧି ଏବଂ ଶାନ୍ତି ପ୍ରଦାନ କରନ୍ତୁ। ଖାଲି ଆପଣଙ୍କୁ ଏତିକି ହିଁ କରିବାର ଅଛି ଏବଂ ମୁଁ ଯାହା କହିବି ତାହାକୁ ଖୁବ୍ ଧ୍ୟାନ ଦେଇ ଶୁଣନ୍ତୁ, କାରଣ ପ୍ରତ୍ୟେକ କଥା ସିଧାସଳଖ ଆପଣଙ୍କ ସହ ହିଁ ଜଡ଼ିତ। ଆସନ୍ତୁ ପ୍ରଥମେ ସେହି ପ୍ରଥମ ସଂକେତ ବିଷୟରେ ଆଲୋଚନା କରିବା, ଯାହା ମାତା ଲକ୍ଷ୍ମୀଙ୍କର ଆଗମନର ସବୁଠାରୁ ବଡ଼ ପ୍ରମାଣ ଅଟେ। ଆପଣ କ'ଣ ସମ୍ପ୍ରତି ଅନୁଭବ କରିଛନ୍ତି ଯେ କିଛି ଜିନିଷ ହଠାତ୍ ପୂର୍ବ ଅପେକ୍ଷା ଭଲ ହେବାକୁ ଯାଉଛି? କୌଣସି ଏକ ଛୋଟ ଖୁସିର ଖବର ମିଳିବ, ହଠାତ୍ କୌଣସି କାର୍ଯ୍ୟରୁ ଆଶ୍ୱସ୍ତି ମିଳିବ କିମ୍ବା ବହୁ ଦିନରୁ ଅଟକି ରହିଥିବା କାମ ହଠାତ୍ ଖୋଲିବାକୁ ଲାଗିବ। ଯଦି ହଁ, ତେବେ ଏହା ହିଁ ମାତା ଲକ୍ଷ୍ମୀଙ୍କର ପ୍ରଥମ ପଦକ୍ଷେପ ଥିଲା। ସେ ପ୍ରଥମେ ଆପଣଙ୍କର ସମସ୍ତ ମାର୍ଗ ସଫା କରନ୍ତି, ତାପରେ ସେ ନିଜେ ଆଗମନ କରନ୍ତି ଏବଂ ଆପଣଙ୍କ ଜୀବନରେ ଏହି ସବୁ ମାର୍ଗ ଏବେ ଖୋଲିବା ଆରମ୍ଭ ହୋଇଯାଇଛି। କିନ୍ତୁ ଏଠାରେ ଏକ ବହୁତ ବଡ଼ ବିପଦ ମଧ୍ୟ ରହିଛି ଏବଂ ଏହି ବିପଦ ବିଷୟରେ ଅଧିକାଂଶ ଲୋକ ଜାଣିନଥାନ୍ତି। ମାତା ଲକ୍ଷ୍ମୀ ସେତେବେଳେ ଆସନ୍ତି, ସେତେବେଳେ ସେ ଏକ ପରୀକ୍ଷା ମଧ୍ୟ ନିଅନ୍ତି। ସେହି ପରୀକ୍ଷା ହେଉଛି ଆପଣ କ'ଣ ତାଙ୍କୁ ସ୍ୱାଗତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଆଉ ଏହି ପରୀକ୍ଷା କେବଳ ପୂଜା ପାଠର ନୁହେଁ, ଏହା ହେଉଛି ଆପଣଙ୍କର ଚିନ୍ତାଧାରାର, ଆପଣଙ୍କର ଆତ୍ମବିଶ୍ୱାସର ଏବଂ ସବୁଠାରୁ ବଡ଼ କଥା ହେଉଛି
ଆପଣଙ୍କର କୃତଜ୍ଞତାର ପରୀକ୍ଷା। ଯଦି ଆପଣ ଏବେ ମଧ୍ୟ କେବଳ ଅଭିଯୋଗ ଉପରେ ବୁଡ଼ି ରହିଛନ୍ତି ଏବଂ ଭାବୁଛନ୍ତି ଯେ ମୋ ସହିତ କେବେ ବି ଭଲ ହୁଏ ନାହିଁ, ତେବେ ମାତା ଲକ୍ଷ୍ମୀ ଆପଣଙ୍କର ଘର ବାହାରେ ଠିଆ ହୋଇ ମଧ୍ୟ ଗୃହ ଭିତରକୁ ପ୍ରବେଶ କରିବେ ନାହିଁ। ଏହା ଶୁଣି ଜମାରୁ ବି ବ୍ୟସ୍ତ ହୁଅନ୍ତୁ ନାହିଁ, କାରଣ ଏହାର ସଠିକ୍ ସମାଧାନ ମଧ୍ୟ ମୁଁ ଆପଣଙ୍କୁ କହିବି। କିନ୍ତୁ ପ୍ରଥମେ ଆସନ୍ତୁ ଆଉ ଟିକେ ଆଗକୁ ବଢ଼ିବା ଏବଂ ଆସନ୍ତୁ ଟଙ୍କା ପଇସା ବା ଆର୍ଥିକ ସ୍ଥିତି ବିଷୟରେ ଆଲୋଚନା କରିବା, ଯାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ମୁଁ ଚାହେଁ ଆପଣ ଏହାକୁ ଖୁବ୍ ଧ୍ୟାନ ଦେଇ ଶୁଣନ୍ତୁ। ଆପଣଙ୍କ ଜୀବନରେ ଧନର ଏକ ନୂଆ ପ୍ରବାହ ଆରମ୍ଭ ହେବାକୁ ଯାଉଛି, କିନ୍ତୁ ଏହି ଆଗମନ ଆପଣ ଭାବୁଥିବା ମାଧ୍ୟମରୁ ହେବ ନାହିଁ। ଏହା ଏଭଳି ଏକ ଉତ୍ସରୁ ଆସିବ ଯାହା ବିଷୟରେ ଆପଣ କେବେ କଳ୍ପନା ସୁଦ୍ଧା କରିନଥିବେ। କୌଣସି ପୁରୁଣା ଜିନିଷ ଯାହାକୁ ଆପଣ ସମ୍ପୂର୍ଣ୍ଣ ଛାଡ଼ି ଦେଇଥିଲେ, କୌଣସି କାମ ଯାହାକୁ ଆପଣ ବନ୍ଦ କରିଦେଇଥିଲେ କିମ୍ବା କୌଣସି ଭାଙ୍ଗି ଯାଇଥିବା ସମ୍ପର୍କ, ସେଥିମଧ୍ୟରୁ ଏକ ନୂଆ ଶୁଭ ସମ୍ଭାବନା ସୃଷ୍ଟି ହେବାକୁ ଯାଉଛି। ଏଠାରେ ମୁଁ ଏକ ଜରୁରୀ କଥା କହିବାକୁ ଚାହୁଁଛି। ଯେଉଁମାନେ ଏହି ଭିଡ଼ିଓ ଦେଖୁଛନ୍ତି ଏବଂ ଭାବୁଛନ୍ତି ଯେ ଏହା କେବଳ ବଡ଼ ମିଛ କଥା, ମୋ ସହିତ ଆଉ କ'ଣ ଭଲ ହେବ, ସେମାନଙ୍କୁ ମୁଁ କହିବାକୁ ଚାହେଁ ଯେ ବ୍ରହ୍ମାଣ୍ଡ ଆପଣଙ୍କର ପ୍ରତ୍ୟେକ କଥା ଶୁଣୁଛି ଏବଂ ଆଜିର ଏହି ଭିଡ଼ିଓ ହେଉଛି ସେହି ବ୍ରହ୍ମାଣ୍ଡର ଏକ ସ୍ପଷ୍ଟ ସନ୍ଦେଶ ଯାହା ସିଧାସଳଖ ଆପଣଙ୍କ ପାଖରେ ପହଞ୍ଚୁଛି। ଯଦି ଆପଣଙ୍କୁ ମଧ୍ୟ ପ୍ରକୃତରେ ଲାଗୁଛି ଯେ ଏହି କଥାଗୁଡ଼ିକ ଆପଣଙ୍କ ସହ ଜଡ଼ିତ, ତେବେ ଏବେ ହିଁ ତଳେ କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ ନିଶ୍ଚୟ ଲେଖନ୍ତୁ। ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ଆପଣଙ୍କ ଜୀବନରେ ସଦା ସର୍ବଦା ବଜାୟ ରହିବ। ଏବେ ଆସନ୍ତୁ ଆଗକୁ ବଢ଼ିବା ଏବଂ ସେହି ବଡ଼ ରହସ୍ୟ ବିଷୟରେ ଆଲୋଚନା କରିବା, ଯାହା ମୁଁ ଭିଡ଼ିଓର ଆରମ୍ଭରେ କହିଥିଲି। ଆପଣମାନଙ୍କର ମନେ ଅଛି, ମୁଁ କହିଥିଲି ଯେ ଏଭଳି ଏକ କଥା ଅଛି ଯାହା ଆପଣଙ୍କର ରୋମ ଟାଙ୍ଗୁରି ଦେବ। ସେହି କଥାଟି ହେଉଛି ଧନୁ ରାଶିର ଜାତକଧାରୀମାନଙ୍କ ଜୀବନରେ ଏବେ ଯେଉଁ ଗ୍ରହମାନଙ୍କର ସଂଯୋଗ ସୃଷ୍ଟି ହେଉଛି, ତାହା ଏକ ଅତ୍ୟନ୍ତ ଦୁର୍ଲଭ ଯୋଗ, ଯାହାକୁ ଜ୍ୟୋତିଷ ଶାସ୍ତ୍ରରେ ମହାଲକ୍ଷ୍ମୀ ଯୋଗ ବୋଲି କୁହାଯାଏ। ଏହି ବିଶେଷ ଯୋଗ ସେତେବେଳେ ଗଠିତ ହୁଏ ଯେତେବେଳେ ଶୁକ୍ର, ବୃହସ୍ପତି ଏବଂ ଚନ୍ଦ୍ରମା ଏକ ନିର୍ଦ୍ଦିଷ୍ଟ କୋଣରେ ରହି ପରସ୍ପରକୁ ସମ୍ପୂର୍ଣ୍ଣ ପ୍ରଭାବିତ କରିଥାନ୍ତି ଏବଂ ଏହି ମହାଯୋଗ ଏବେ ଆପଣଙ୍କ ରାଶିରେ ସମ୍ପୂର୍ଣ୍ଣ ସକ୍ରିୟ ଅଛି। ଏହି ଯୋଗର ଅର୍ଥ ଏହା ନୁହେଁ ଯେ ଆପଣ ଆଜି ହିଁ କୋଟିପତି ବନିଯିବେ। ଏହି ଯୋଗର ପ୍ରକୃତ ଅର୍ଥ ହେଉଛି ଆପଣଙ୍କ ଜୀବନରେ ଏବେ ଏଭଳି ଏକ ସକାରାତ୍ମକ ଶକ୍ତିର ଆଗମନ ହେଉଛି, ଯାହା ଗତ କେଇ ବର୍ଷ ମଧ୍ୟରେ ଆଦୌ ନଥିଲା। ଏଭଳି ଏକ ଶକ୍ତି ଯାହା ଆପଣଙ୍କର କଠିନ ପରିଶ୍ରମର ସଠିକ୍ ଫଳ ପ୍ରଦାନ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। କିନ୍ତୁ ମନେ ରଖନ୍ତୁ, ଏହି ଯୋଗ ଏକ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ହିଁ ସକ୍ରିୟ ରହିବ ଏବଂ ସେହି ସମୟ ମଧ୍ୟରେ ଆପଣଙ୍କୁ କ'ଣ କରିବାକୁ ହେବ ତାହା ମୁଁ ଆପଣଙ୍କୁ ନିଶ୍ଚୟ କହିବି। କିନ୍ତୁ ତା ପୂର୍ବରୁ ଆଉ ଗୋଟିଏ କଥା ଆପଣଙ୍କର ଜାଣିବା ଅତ୍ୟନ୍ତ ଜରୁରୀ ଅଟେ। ଆପଣଙ୍କ ଜୀବନରେ ଏଭଳି ଜଣେ ବ୍ୟକ୍ତି ଅଛନ୍ତି ଯିଏ ବାହାରୁ ତ ଆପଣଙ୍କର ବହୁତ ବଡ଼ ଶୁଭଚିନ୍ତକ ଭଳି ଅଭିନୟ କରନ୍ତି, କିନ୍ତୁ ଭିତରେ ସେ ଆପଣଙ୍କର ଉନ୍ନତି ଓ ସଫଳତା ଆଦୌ ଚାହାନ୍ତି ନାହିଁ। ସେହି ବ୍ୟକ୍ତିଙ୍କ ଯୋଗୁଁ ହିଁ ଆପଣଙ୍କ ଜୀବନରେ ଅନେକ ଥର ବଡ଼ ବଡ଼ ପ୍ରତିବନ୍ଧକ ଆସିଛି। ଆପଣ କ'ଣ ସେହି ବ୍ୟକ୍ତିଙ୍କୁ ଚିହ୍ନି ପାରୁଛନ୍ତି? ହୋଇପାରେ ଆପଣ ଜାଣିଛନ୍ତି କିମ୍ବା ଜାଣିନାହାନ୍ତି, କିନ୍ତୁ ମାତା ଲକ୍ଷ୍ମୀଙ୍କର ଅପାର କୃପାରୁ ସେହି ବ୍ୟକ୍ତି ଖୁବ୍ ଶୀଘ୍ର ଆପଣଙ୍କର ସାମ୍ନାରେ ନିଜର ପ୍ରକୃତ ଚେହେରା ପ୍ରକାଶ କରିବେ। ଆଉ ଯେତେବେଳେ ସେ ଏମିତି କରିବେ, ଆପଣ ସମ୍ପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ ହୋଇଯିବେ। ଆପଣ ଭାବିବେ ଯେ ଏମିତି କେମିତି ହେଲା? କିନ୍ତୁ ଏହା ସ୍ୱୟଂ ମାତା ଲକ୍ଷ୍ମୀଙ୍କର ହିଁ ଲୀଳା ହେବ। ସେ ପ୍ରଥମେ ଆପଣଙ୍କର ମାର୍ଗରୁ ସମସ୍ତ କଣ୍ଟା ଦୂର କରିବେ,
ତାପରେ ଯାଇ ସେ ସେହି ସ୍ଥାନରେ ସୁଖର ଫୁଲ ବିଛାଇଥାନ୍ତି। ଏବେ ଆସନ୍ତୁ ଆପଣଙ୍କର କ୍ୟାରିୟର କିମ୍ବା କର୍ମକ୍ଷେତ୍ର ବିଷୟରେ ଆଲୋଚନା କରିବା। ଆପଣଙ୍କର କାର୍ଯ୍ୟକ୍ଷେତ୍ରରେ ଏକ ବହୁତ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏହି ପରିବର୍ତ୍ତନ ଏତେ ବଡ଼ ହେବ ଯେ ଆପଣ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଯେଉଁମାନେ ଚାକିରି କରୁଛନ୍ତି ସେମାନଙ୍କ ପାଇଁ ଏକ ନୂଆ ଏବଂ ସୁବର୍ଣ୍ଣ ସୁଯୋଗ ଆସିବାକୁ ଯାଉଛି। ଏଭଳି ଏକ ସୁଯୋଗ ଯାହା ଆପଣଙ୍କ ପରିଶ୍ରମକୁ ସେହି ସଠିକ୍ ପରିଚୟ ଓ ସମ୍ମାନ ଦେବ ଯାହାର ଆପଣ ପ୍ରକୃତରେ ହକଦାର ଥିଲେ, କିନ୍ତୁ ଏ ପର୍ଯ୍ୟନ୍ତ ତାହା ଆପଣଙ୍କୁ ମିଳିନଥିଲା। ଆଉ ଯେଉଁମାନେ ନିଜର ବ୍ୟବସାୟ ବା ବ୍ୟାପାର କରୁଛନ୍ତି ସେମାନଙ୍କ ପାଇଁ ଏହି ସମୟ ଏକ ନୂଆ ଶୁଭାରମ୍ଭ ଅଟେ। ଜଣେ ଏଭଳି ପ୍ରଭାବଶାଳୀ ବ୍ୟକ୍ତି ଆପଣଙ୍କ ଜୀବନରେ ପ୍ରବେଶ କରିବେ ଯିଏ ଆପଣଙ୍କର ବ୍ୟବସାୟକୁ ଏକ ନୂଆ ଦିଗ ପ୍ରଦାନ କରିବେ। ସେହି ବ୍ୟକ୍ତି ଆପଣଙ୍କର କୌଣସି ପୁରୁଣା ବନ୍ଧୁ ହୋଇପାରନ୍ତି, କୌଣସି ନୂଆ ପରିଚିତ ବ୍ୟକ୍ତି କିମ୍ବା ଏଭଳି ଜଣେ ମଣିଷ ହୋଇପାରନ୍ତି ଯାହାକୁ ଆପଣ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଅଣଦେଖା କରିଆସୁଥିଲେ। କିନ୍ତୁ ଏଠାରେ ଏକ ବଡ଼ ଚେତାବନୀ ମଧ୍ୟ ରହିଛି ଏବଂ ଏହି ସତର୍କତା ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ ଅଟେ। ଏହି ସମୟରେ କୌଣସି ବି କାର୍ଯ୍ୟରେ ଅଯଥା ତରତର ହେବାଠାରୁ ସମ୍ପୂର୍ଣ୍ଣ ଦୂରେଇ ରୁହନ୍ତୁ। ଆପଣଙ୍କ ପାଖକୁ ଯେଉଁ ସୁଯୋଗ ଆସିବ ତାହା ଦେଖିବାକୁ ବହୁତ ଆକର୍ଷଣୀୟ ମନେ ହେବ, କିନ୍ତୁ ତା ପଛରେ ଥିବା ସମସ୍ତ ସର୍ତ୍ତ ଓ ନିୟମକୁ ଆପଣଙ୍କୁ ପ୍ରଥମେ ଖୁବ୍ ଭଲ ଭାବରେ ବୁଝିବାକୁ ପଡ଼ିବ। ଏବେ ମୁଁ ଆପଣଙ୍କୁ ସେହି କଥା କହିବାକୁ ଯାଉଛି ଯାହା ଏହି ସମ୍ପୂର୍ଣ୍ଣ ଭିଡ଼ିଓର ପ୍ରାଣ ଅଟେ। ସେହି କଥା ଯାହା ମହାଲକ୍ଷ୍ମୀଙ୍କର ଏହି ବିଶେଷ ଆଗମନର ସବୁଠାରୁ ବଡ଼ ଗୁପ୍ତ ରହସ୍ୟ ଅଟେ। କିନ୍ତୁ ତା ପୂର୍ବରୁ ଆପଣଙ୍କୁ ଏହା ଜାଣିବାକୁ ହେବ ଯେ ଆପଣଙ୍କ ଜୀବନରେ ଏଭଳି ଜଣେ ବ୍ୟକ୍ତି ଅଛନ୍ତି ଯିଏ ଆପଣଙ୍କ ପାଇଁ ପ୍ରତିଦିନ ପ୍ରାର୍ଥନା କରୁଛନ୍ତି। କୌଣସି କଥା ନ କହି ଏବଂ ବିନା କୌଣସି ଆଶା ରଖି ସେହି ମଣିଷ ହୋଇପାରେ ଆପଣଙ୍କ ଠାରୁ ବହୁତ ଦୂରରେ ଅଛନ୍ତି କିମ୍ବା ବହୁତ ନିକଟରେ, କିନ୍ତୁ ତାଙ୍କ ପ୍ରାର୍ଥନାର ଶୁଭ ପ୍ରଭାବ ଆପଣଙ୍କ ଜୀବନ ଉପରେ ସିଧାସଳଖ ପଡ଼ୁଛି। କ'ଣ ଆପଣ ଜାଣନ୍ତି ସେ କିଏ? ଯଦି ଜାଣିନାହାନ୍ତି ତେବେ ଧ୍ୟାନ ଦେଇ ଶୁଣନ୍ତୁ। ଆସନ୍ତା କିଛି ଦିନ ମଧ୍ୟରେ କୌଣସି ଏଭଳି ବ୍ୟକ୍ତି ଆପଣଙ୍କ ସହ କଥା ହେବେ କିମ୍ବା ଆପଣଙ୍କ ବିଷୟରେ କଥା ହେବେ ଏବଂ ସେହି କଥା ମଧ୍ୟରେ ଏଭଳି ଏକ ଆନ୍ତରିକତା ଥିବ ଯାହା ଆପଣଙ୍କ ହୃଦୟକୁ ଛୁଇଁଯିବ। ସେ ହିଁ ସେହି ବ୍ୟକ୍ତି ଅଟନ୍ତି ଏବଂ ସେହି ବ୍ୟକ୍ତିଙ୍କ ସହ ଆପଣଙ୍କର ସମ୍ପର୍କ ଆସନ୍ତା ସମୟରେ ଆହୁରି ଗଭୀର ଓ ମଜବୁତ ହେବାକୁ ଯାଉଛି। ଏବଂ ମୁଁ ଆପଣଙ୍କୁ ଏକ ବଡ଼ କଥା କହିବାକୁ ଚାହୁଁଛି ଏବଂ ଏହି କଥା ଆପଣଙ୍କ ଜୀବନର ଏକ ସମ୍ପୂର୍ଣ୍ଣ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛି। ମାତା ଲକ୍ଷ୍ମୀଙ୍କର ଆଗମନ କେବଳ ଆପଣଙ୍କ ଜୀବନରେ ହୋଇନାହିଁ, ଏହି ଆଗମନ ହେଉଛି ଏକ ବଡ଼ ଚମତ୍କାରୀ ଯାତ୍ରାର ଶୁଭାରମ୍ଭ। ଆଉ ଏହି ଯାତ୍ରାରେ ଆଗକୁ ଯାହା ଘଟିବାକୁ ଯାଉଛି ତାହା ଏତେ ଆଶ୍ଚର୍ଯ୍ୟଜନକ ଓ ସୌଭାଗ୍ୟଶାଳୀ ଯେ ମୁଁ ଯଦି ଏବେ କହିଦେବି ଆପଣ ସହଜରେ ବିଶ୍ୱାସ କରିବେ ନାହିଁ। ସେଥିପାଇଁ ଏହାକୁ ଆଉ ଟିକେ ଆଗକୁ ଯାଇ ବୁଝିବାକୁ ହେବ। କିନ୍ତୁ ଏତିକି ଜାଣି ରଖନ୍ତୁ ଯେ ଯାହା ଆସିବାକୁ ଯାଉଛି ତାହା ଆପଣଙ୍କର ସବୁଠାରୁ ବଡ଼ ଆଶାଠାରୁ ବି ବହୁତ ବଡ଼ ଅଟେ ଏବଂ ତାହା ନିଶ୍ଚିତ ଭାବେ ଘଟିବ। ଏହା ମୋର କୌଣସି ବାକ୍ୟ ନୁହେଁ, ଏହା ହେଉଛି ସ୍ୱୟଂ ମାତା ଲକ୍ଷ୍ମୀଙ୍କର ପ୍ରତିଶ୍ରୁତି। ଆଉ ମାଙ୍କର ପ୍ରତିଶ୍ରୁତି କେବେ ବି ମିଛ ହୁଏ ନାହିଁ। ଆପଣଙ୍କ ଜୀବନରେ ଏକ ନୂଆ ସକାଳ ଆସିବାକୁ ଯାଉଛି, କିନ୍ତୁ ସେହି ସକାଳ ଆସିବା ପୂର୍ବରୁ ଏକ ରାତି ଅଛି ଏବଂ ସେହି ରାତିର ଏକ ବହୁତ ବଡ଼ ରହସ୍ୟ ଅଛି ଯାହା ଏବେ ସାମ୍ନାକୁ ଆସିବାକୁ ଯାଉଛି ଏବଂ ଯାହା ଆପଣଙ୍କର ହୋସ ଉଡ଼ାଇ ଦେବ। କାରଣ ଅସଲ କାହାଣୀ ତ ଏବେ ଆରମ୍ଭ ହୋଇଛି। ସବୁଠାରୁ ବଡ଼ ମୋଡ଼ ଏବେ ମଧ୍ୟ ଆସିବା ବାକି ଅଛି।
ଏବଂ ଯାହା ଘଟିବାକୁ ଯାଉଛି ତାହା ଆପଣଙ୍କ ଜୀବନର ସବୁଠାରୁ ବଡ଼ ଶୁଭ ଘଟଣାଗୁଡ଼ିକ ମଧ୍ୟରୁ ଏକ ହେବ। ତେବେ ବର୍ତ୍ତମାନ ସେହି ସମୟ ଆସିଯାଇଛି ଯାହାକୁ ଅପେକ୍ଷା କରାଯାଇଥିଲା। ସେହି ରାତି ଯାହା ବିଷୟରେ ମୁଁ କହିଥିଲି, ସେହି ଗୁପ୍ତ ରହସ୍ୟ ଯାହା ଏ ପର୍ଯ୍ୟନ୍ତ ଅଧୁରା ଥିଲା, ସେସବୁ ଏବେ ଏକା ସାଙ୍ଗରେ ସାମ୍ନାକୁ ଆସିବାକୁ ଯାଉଛି। ଆଉ ମୁଁ ଏବେ ଯାହା କହିବି ତାହା ଶୁଣି ଆପଣ ଗୋଟିଏ ମୁହୂର୍ତ୍ତ ପାଇଁ ସ୍ତବ୍ଧ ହୋଇଯିବେ, କାରଣ ଏହା କେବଳ ଏକ ସାଧାରଣ ରାଶିଫଳ ନୁହେଁ। ଏହା ହେଉଛି ଆପଣଙ୍କ ଜୀବନର ସେହି ଅସଲ ସତ୍ୟ ଯାହା ଆପଣ ନିଜେ ନିଜଠାରୁ ମଧ୍ୟ ଲୁଚାଇ ଆସୁଥିଲେ। ଧନୁ ରାଶିର ଜାତକଧାରୀମାନଙ୍କର ଜୀବନରେ ମାତା ଲକ୍ଷ୍ମୀଙ୍କର ସେହି ଆଗମନ କୌଣସି ସାଧାରଣ ସମୟରେ ହେଉନାହିଁ। ଏହା ସେହି ସମୟରେ ହେଉଛି ଯେତେବେଳେ ଆପଣ ନିଜକୁ ସବୁଠାରୁ ଅଧିକ ଏକାକୀ ଅନୁଭବ କରୁଥିଲେ, ଯେତେବେଳେ ଆପଣ ଭାବି ନେଇଥିଲେ ଯେ ବୋଧହୁଏ ମୋ ଭାଗ୍ୟର ସୁଖ ବା ଖୁସି ଆଦୌ ନାହିଁ, ଯେତେବେଳେ ଆପଣ ରାତିରେ ତକିଆରେ ମୁହଁ ଲୁଚାଇ ସେହି ଅସହ୍ୟ କଷ୍ଟ ଅନୁଭବ କରୁଥିଲେ ଯାହା ଆପଣ କାହାକୁ ବି କହିପାରୁନଥିଲେ। ମାତା ଲକ୍ଷ୍ମୀ ଠିକ୍ ସେହି ସମୟରେ ହିଁ ଆସନ୍ତି ଯେତେବେଳେ ମଣିଷ ସମ୍ପୂର୍ଣ୍ଣ ଭାଙ୍ଗି ଯିବାର ଖୁବ୍ ନିକଟତର ହୋଇଥାଏ। ଠିକ୍ ସେହି ମୁହୂର୍ତ୍ତରେ ସେ ଆସି ତାର ହାତ ଧରିଥାନ୍ତି ଏବଂ ଏହା ହିଁ ତାଙ୍କର ସବୁଠାରୁ ବଡ଼ ଆଶ୍ଚର୍ଯ୍ୟଜନକ ଚମତ୍କାର ଅଟେ। ଆପଣଙ୍କ ଜୀବନରେ ଏଭଳି ଏକ ସଫଳତାର ଦ୍ୱାର ଖୋଲିବାକୁ ଯାଉଛି ଯାହା ବର୍ଷ ବର୍ଷ ଧରି ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଧନର ଯେଉଁ ଉତ୍ସ ଅଟକି ରହିଥିଲା ତାହା ଏବେ ପ୍ରଚୁର ବେଗରେ ପ୍ରବାହିତ ହେବ। ଯେଉଁ କାମ ବହୁ ଦିନରୁ ଅଟକି ରହିଥିଲା ତାହା ହଠାତ୍ ଖୁବ୍ ଶୀଘ୍ର ଆଗକୁ ବଢ଼ିବ। କିନ୍ତୁ ଏହି ସବୁ ଶୁଭ ଫଳ ପ୍ରାପ୍ତି ପାଇଁ ଏକ ବିଶେଷ ସର୍ତ୍ତ ଅଛି ଏବଂ ସେହି ସର୍ତ୍ତଟି ବହୁତ ସହଜ ଅଟେ। ଆଜିଠାରୁ ହିଁ ନିଜ ଜୀବନରେ କୃତଜ୍ଞତା ଭାବ ଆଣନ୍ତୁ। ପ୍ରତ୍ୟେକ ଦିନ ସକାଳୁ ଉଠି ଅତି କମ୍ରେ ଥରୁଟିଏ ମାତା ଲକ୍ଷ୍ମୀଙ୍କର ନାମ ସ୍ମରଣ କରନ୍ତୁ। ସେଥିପାଇଁ କୌଣସି ବଡ଼ ପୂଜା ଘରର ଆବଶ୍ୟକତା ନାହିଁ କିମ୍ବା ଘଣ୍ଟା ଘଣ୍ଟା ସମୟର ମଧ୍ୟ ଆବଶ୍ୟକତା ନାହିଁ। ଖାଲି ମନରେ କେବଳ ଏଭଳି ଏକ ପବିତ୍ର ଭାବ ରହିବା ଉଚିତ ଯେ ମା ତୁମେ ଅଛ ବୋଲି ହିଁ ମୁଁ ଅଛି। ଖାଲି ମାଙ୍କ ପାଇଁ ଏତିକି ହିଁ ଯଥେଷ୍ଟ ଅଟେ। ଆଉ ଏକ କାମ ନିଶ୍ଚୟ କରନ୍ତୁ। ଗୋଟିଏ ଗରିବ ବା ଅଭାବୀ ଲୋକଙ୍କୁ ଆଜି ନିଜ ଅନୁସାରେ କିଛି ଦାନ କରନ୍ତୁ। ତାହା ଗୋଟିଏ ରୁଟି ହୋଇଥାଉ, 1 ଟଙ୍କା ହୋଇଥାଉ କିମ୍ବା ଓଠରେ ଏକ ସୁନ୍ଦର ଖୁସି ବା ହସ ହୋଇଥାଉ, କାରଣ ନିଃସ୍ୱାର୍ଥପର ଭାବେ ଦାନ କରିବା ଦ୍ୱାରା ହିଁ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ଆହୁରି ବୃଦ୍ଧି ପାଇଥାଏ। ଯିଏ ସଦା ସର୍ବଦା ଅନ୍ୟକୁ ସାହାଯ୍ୟ କରେ ମା ତାକୁ ବଦଳରେ 10 ଗୁଣା ଅଧିକ ଫେରାଇଥାନ୍ତି। ଆଜିର ଏହି ବିଶେଷ ରାଶିଫଳ କେବଳ ଏକ ସାଧାରଣ ଭବିଷ୍ୟବାଣୀ ନଥିଲା, ଏହା ଥିଲା ଏକ ପବିତ୍ର ଶୁଭ ଖବର ଯାହା ସ୍ୱୟଂ ମାତା ଲକ୍ଷ୍ମୀ ଆପଣଙ୍କ ପାଖକୁ ପହଞ୍ଚାଇଛନ୍ତି ଏବଂ ଆପଣ ଏହାକୁ ସମ୍ପୂର୍ଣ୍ଣ ଭାବରେ ଶୁଣିଲେ। ଏହାର ସ୍ପଷ୍ଟ ଅର୍ଥ ହେଉଛି ଯେ ଆପଣ ଏହି ମହା ଚମତ୍କାର ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଆପଣଙ୍କ ଜୀବନର ଏକ ନୂଆ ଶୁଭ ଅଧ୍ୟାୟ ଆରମ୍ଭ ହୋଇସାରିଛି। ମାତା ଲକ୍ଷ୍ମୀ ଆପଣଙ୍କ ଗୃହରେ, ଆପଣଙ୍କ ଜୀବନରେ ଏବଂ ଆପଣଙ୍କ ହୃଦୟରେ ସଦା ସର୍ବଦା ବିରାଜମାନ ରୁହନ୍ତୁ। ଆପଣଙ୍କର ପ୍ରତ୍ୟେକ ଶୁଭ ସ୍ୱପ୍ନ ସମ୍ପୂର୍ଣ୍ଣ ହେଉ। ଆପଣଙ୍କର ପ୍ରତ୍ୟେକ ଶ୍ରଦ୍ଧା ପୂର୍ଣ୍ଣ ପ୍ରାର୍ଥନା ମାଙ୍କ ଚରଣରେ ଗ୍ରହଣୀୟ ହେଉ ଏବଂ ଅତୀତରେ ଆପଣ ଯାହା ବି ହରାଇଛନ୍ତି ତାହା ମାଙ୍କର ଅପାର କୃପାରୁ 2 ଗୁଣା ହୋଇ ଆପଣଙ୍କ ପାଖକୁ ଫେରିଆସୁ। ତଳେ କମେଣ୍ଟ ବକ୍ସରେ ସମ୍ପୂର୍ଣ୍ଣ ଶ୍ରଦ୍ଧାର ସହ ଏକ ସ୍ୱରରେ ଲେଖନ୍ତୁ, ଜୟ ମାତା ଲକ୍ଷ୍ମୀ। ମାଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ସଦା ସର୍ବଦା ବଜାୟ ରହିବ। ଏହି ଭିଡ଼ିଓକୁ ଲାଇକ୍ କରନ୍ତୁ। ସେହି ସମସ୍ତ ଲୋକଙ୍କ ସହ ସେୟାର କରନ୍ତୁ ଯେଉଁମାନଙ୍କ ଜୀବନରେ ମାତା ଲକ୍ଷ୍ମୀଙ୍କର ଆଗମନର ଆବଶ୍ୟକତା ରହିଛି ଏବଂ ଆମ ଚ୍ୟାନେଲକୁ ନିଶ୍ଚୟ ସବସ୍କ୍ରାଇବ୍ କରନ୍ତୁ, ଯେମିତି ମା ଲକ୍ଷ୍ମୀଙ୍କର ପ୍ରତ୍ୟେକ ପବିତ୍ର ସନ୍ଦେଶ ସହ
ଆପଣ ସବୁଠାରୁ ପ୍ରଥମେ ଯୋଡ଼ି ହୋଇ ରହିପାରିବେ। ଦର୍ଶକ ବନ୍ଧୁ, ଭିଡ଼ିଓଟି ଆପଣଙ୍କୁ କିପରି ଲାଗିଲା କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ। ଯଦି ଭିଡ଼ିଓଟି ପସନ୍ଦ ଆସିଥାଏ ତାହେଲେ କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ ନିଶ୍ଚୟ ଲେଖନ୍ତୁ। ପୁଣି ଦେଖାହେବା ଆଉ ଗୋଟିଏ ନୂଆ ଭିଡ଼ିଓ ସହିତ। ସେ ପର୍ଯ୍ୟନ୍ତ ରହୁଛି। ଧନ୍ୟବାଦ।